ମୁଁ ବିଲକୁଲ ବି ଜାଣି ନଥିଲି ଯେ ଆମର ହରିଦ୍ୱାରରୁ ଋଷିକେଶ ଯିବା ରାସ୍ତାରେ ଆମକୁ ଏତେ ସବୁ ହଇରାଣ ହବାକୁ ପଡ଼ିବ ବୋଲି। ତ ସକାଳୁ ସକାଳୁ ଉଠି ଆମେ ଯାଇ ପହଞ୍ଚିଗଲୁ ହରକି ପୌଡ଼ିରେ, ହରିଦ୍ୱାରର ହରକି ପୌଡ଼ିରେ, ଯେଉଁଠି ଆମକୁ ସକାଳର ଆରତି ଦେଖିବାର ଥିଲା। ତ ଆରତିଟା ପାଖାପାଖି 5:30ଟାରୁ ଆରମ୍ଭ ହେଇଯାଏ, କିନ୍ତୁ ଆମେ ପହଞ୍ଚିଲା ବେଳକୁ ପାଖାପାଖି 6ଟା ହେଇଗଲାଣି, ଯାହାଫଳରେ କି ଆରତି ପୁରା ଶେଷ ଅବସ୍ଥାରେ ପହଞ୍ଚି ସାରିଥିଲା। ଆମେ ରାସ୍ତାରେ ଆସିଲା ବେଳକୁ ଆମକୁ ଆରତିର ଧ୍ୱନି ତ ଶୁଣାଇ ଦେଉଥିଲା, କିନ୍ତୁ ନଦୀ କୂଳରେ ପହଞ୍ଚିଲା ବେଳକୁ ଆରତି ଶେଷ ହେଇସାରିଲାଣି। ଆମର ହୋଟେଲ ରୁମ୍ଟା ଏଠୁ ପାଖାପାଖି 300 ମିଟର ହିଁ ଡିଷ୍ଟାନ୍ସରେ ଥିଲା। ତ ସକାଳୁ ଗାଧେଇ ପାଧେଇ ଆମେ ରେଡ଼ି ହେଇକି ଉଠି ତ ଯାଇଥିଲୁ 5ଟାରୁ, କିନ୍ତୁ ହଁ ରେଡ଼ି ହେଇକି ପହଞ୍ଚିବା ବେଳକୁ ଆରତି ସରି ସାରିଲାଣି। ତ ଆଉ କ'ଣ କରିବୁ, କିଛି ଉପାୟ ନଥିଲା। ଆଉ ଗଙ୍ଗାରେ ସ୍ନାନ କରିବାର ଆମର ଯୋଜନା ତ ଥିଲା, କିନ୍ତୁ ଦେଖିଲା ବେଳକୁ ସେଠି ଚେଞ୍ଜିଂ ପାଇଁ କୌଣସି ବ୍ୟବସ୍ଥା ନଥିଲା। ସହଜେ ତ ପାଣି ବରଫ ଭଳିଆ ଥଣ୍ଡା ଥିଲା। ଯେହେତୁ ଆମେ ଯାଇଥିଲୁ ଅକ୍ଟୋବର ମାସ ଲାଷ୍ଟ ବେଳକୁ, ଦୀପାବଳି ପରେ ପରେ ଯାଇଥିଲୁ, ପାଣି ବହୁତ ଥଣ୍ଡା ଥିଲା। ତା ସହ ପୁଣି ଚେଞ୍ଜିଂର ବ୍ୟବସ୍ଥା ନଥିବାରୁ ଗାଧୁଆ ପ୍ଲାନ୍କୁ ଆମକୁ କ୍ୟାନସେଲ୍ କରିବାକୁ ପଡ଼ିଲା। ଆମେ ଗଙ୍ଗାରେ ବୁଡ଼ ଦେଇପାରିଲୁନି। ଭାବିଲୁ ବୁଲି ବୁଲିକା ଯେଉଁଠି ହାଲିଆ ଲାଗିବ ସେଇଠି ଗଙ୍ଗାରେ ବୁଡ଼ ଦେବୁ, ଖରା ସମୟରେ ମାନେ ଦ୍ୱିପହର ସମୟରେ। ତାପରେ ମୁଁ ଯାଇ ଆରତି ଗ୍ରହଣ କଲି। ଆଉ ସ୍ୱାମୀ ବର୍ତ୍ତମାନ ଯାଇଛନ୍ତି, ତାଙ୍କୁ ଗଙ୍ଗାରେ ବୁଡ଼ ଦେବାର ଅଛି। ସେ ତଉଲିଆ ବି ଆଣିବାକୁ ଭୁଲିଗଲୁ ତ ସେ ଯାଇଛନ୍ତି ତଉଲିଆ ଆଉ କେନ୍ କିଣିକି ଆଣିବା ପାଇଁ, ଗଙ୍ଗା ଜଳ ନେବା ପାଇଁ। ଆଉ ମୁଁ ଏଠି ଯାଇ ଆରତି ଗ୍ରହଣ କରିନେଲି। ତାପରେ ଏଠି ଚାରିପଟେ ଏତେ ସୁନ୍ଦର ପରିବେଶ ଥିଲା, ବହୁତ ହି ଖୁସି ଲାଗୁଥିଲା, ବହୁତ ହି ଆନନ୍ଦ ଲାଗୁଥିଲା, ମାନେ ଯେଉଁଟାକି ମୁଁ ଭାଷାରେ ବର୍ଣ୍ଣନା କରିପାରିବିନି। ସକାଳଟା ଏକଦମ ବହୁତ ବଢ଼ିଆ ହେଇଗଲା। ଆମର ଆରତି ନେଇ ସଂକଳ୍ପ କରିକି ସେଠି ଭସଉଥିଲେ, ତାକୁ ଗଙ୍ଗା ନଦୀରେ ଭସଉ ବି ଥିଲେ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା, ବହୁତ ସୁନ୍ଦର ମନୋରମ ଦୃଶ୍ୟ ସବୁ ଦେଖିବାକୁ ମିଳିଥିଲା। ଏ ସମୟରେ ସ୍ୱାମୀ ତଉଲିଆ କିଣି ଆଣି ଚାଲିଗଲେ ଗଙ୍ଗା ଭିତରକୁ ସ୍ନାନ କରିବା ପାଇଁ। ତାପରେ ଆମେ ହୋଟେଲ ରୁମ୍ରୁ ଚେକ୍ ଆଉଟ୍ କରି ପାର୍କିଂରୁ ଗାଡ଼ି ନେଇ ବାହାରିଗଲୁ ଭାରତ ମାତା ମନ୍ଦିର ଅଭିମୁଖେ। ଆଉ ଏବେ ଆସି ଆମେ ପହଞ୍ଚି ଯାଇଛୁ ଭାରତ ମାତାଙ୍କ ମନ୍ଦିର ପାଖରେ। ଏ ଯେଉଁ 9 ମହଲା ବିଶିଷ୍ଟ କୋଠାଟି ଦେଖୁଛନ୍ତି, ଏଇଟା ହେଉଛି ଭାରତ ମାତା ମନ୍ଦିର। ଆଉ ମନ୍ଦିରଟି ଆମର ହରିଦ୍ୱାରରୁ ଋଷିକେଶ ଯିବା ରାସ୍ତାରେ ପଡ଼େ, ମାନେ ହରିଦ୍ୱାରରୁ ପାଖାପାଖି 3-4 କିଲୋମିଟର ଡିଷ୍ଟାନ୍ସରେ ପଡ଼େ। ତା ସାଙ୍ଗରେ ଏଇ ସେମ୍ ଜାଗାରେ ସୁନ୍ଦର ବୈଷ୍ଣୋଦେବୀଙ୍କ ମନ୍ଦିର ବି ଅଛି। ଦୁଇଟାକୁ ଗୋଟେ ଲେନ୍ରେ ଅଛି। ପ୍ରଥମେ ବୈଷ୍ଣୋଦେବୀଙ୍କ ମନ୍ଦିର ପଡ଼ିବ, ତାପରେ ଭାରତ ମାତା ମନ୍ଦିର ପଡ଼ିବ। ତ ଆମେ ପ୍ରଥମେ ଭାରତ ମାତାଙ୍କ ମନ୍ଦିରରେ ଦର୍ଶନ କରିସାରି ତାପରେ ବୈଷ୍ଣୋଦେବୀଙ୍କ ମନ୍ଦିର ଯିବାର, ଦର୍ଶନ କରିବାର ଯୋଜନା ଆମେ କଲୁ। ତ ଏଇଟା ହେଉଛି ପ୍ରଥମ ଫ୍ଲୋର, ଯେଉଁଟା ଆମେ ବର୍ତ୍ତମାନ ଦର୍ଶନ କରୁଛୁ। ଏଠି ପ୍ରଥମେ ତ ତଳେ ସବୁଠୁ ଭାରତ ମାତା ଅଛନ୍ତି, ଆଉ ତାପରେ ଲିଫ୍ଟ ଅଛି। ଆଉ ଏଇ ଲିଫ୍ଟରେ ଯିବାର ବ୍ୟବସ୍ଥା ଅଛି ପ୍ରାୟ 6th ଫ୍ଲୋର ଯାଏ। 6th ଫ୍ଲୋର ଯାଏ ଆପଣଙ୍କୁ ଲିଫ୍ଟର ବ୍ୟବସ୍ଥା ଅଛି। ଆଉ ଏ ଲିଫ୍ଟରେ ଯିବା ପାଇଁ ଟିକେଟର ଦାମ ଥିଲା 5 ଟଙ୍କା। ଆପଣମାନେ 5 ଟଙ୍କାର ଟିକେଟ ନେଇ ଏଇ ଲିଫ୍ଟରେ ଯାଇପାରିବେ। ଆଉ 6th ଫ୍ଲୋରଠୁ ତଳକୁ ଆସିବାକୁ ଆପଣଙ୍କୁ ସିଡ଼ିରେ ଓହ୍ଲେଇକି ମନ୍ଦିର ସବୁ ଦର୍ଶନ କରି ଆସିବାକୁ ପଡ଼ିବ। ତେବେ ଚାଲନ୍ତୁ ଆମେ ଦର୍ଶନ କରି ଆସିବା। ଆମେ ଆସି ଏବେ 6 ମହଲାରେ ପହଞ୍ଚି ଯାଇଛେ। ତ ଏଠୁ ଆମେ ଏଠି ରାଧାକୃଷ୍ଣ ଅଛନ୍ତି। ଆର ଉପରେ ବି ଗୋଟେ ଫ୍ଲୋର ଅଛି, ଯେଉଁଠିକି ଶିବ ପାର୍ବତୀ ଅଛନ୍ତି। ଆପଣମାନେ ଚାହିଁଲେ ସେଠିକି ଯାଇପାରିବେ। ଆଉ ଏଇଟା ଆପଣମାନେ ଦେଖିପାରୁଥିବେ, ଏଇଟା ବିଷ୍ଣୁ ମନ୍ଦିର ଲେଖା ହେଇଛି। ଏଠି ବିଷ୍ଣୁଙ୍କର ସବୁତକ ଅବତାର, ରାଧାକୃଷ୍ଣ, ରାମ, ସୀତା, ଏମିତି ସବୁ ଠାକୁର ଅଛନ୍ତି। ଭିତରକୁ ତ ଯିବାକୁ ଆଲାଉ ନଥିଲା। ତାର ତଳ ଫ୍ଲୋରକୁ ଆମେ ପଳେଇ ଆସିଲେ। ଏଠି ସବୁ ଶକ୍ତି ମନ୍ଦିର ଅଛି, ମାନେ ସବୁ ମାତା ଦୁର୍ଗା, ପାର୍ବତୀ, ଏମାନଙ୍କର ସବୁ ମାତା ମାନଙ୍କର ମନ୍ଦିର ଅଛି। ଆପଣମାନେ ପ୍ରଥମେ ଆମେ ଦର୍ଶନ କରିନେବା। ଏବେ ତୃତୀୟ ମହଲାରେ ଏଠି ସବୁ ସନ୍ଥ ମାନଙ୍କର ମନ୍ଦିର ଅଛି। ଆପଣମାନେ ଭିତରକୁ ଚାଲନ୍ତୁ ଦେଖିବା କିଏ କିଏ ସବୁ ଏଠି ଅଛନ୍ତି। ଦେଖନ୍ତୁ ଏଠି ବୁଦ୍ଧଦେବ ଅଛନ୍ତି। ବାକି ଏଠି ସବୁ ଜନ୍ୟ ସନ୍ନ୍ୟାସୀ, ସବୁ ଅଲଗା ଅଲଗା ଧର୍ମର ସନ୍ନ୍ୟାସୀ ମାନଙ୍କର ପ୍ରତିମୂର୍ତ୍ତି ସବୁ ଏଠି ଆପଣମାନଙ୍କୁ ଦେଖିବାକୁ ମିଳିଯିବ। ଯେହେତୁ କିଛି ଲେଖା ହିଁ ନଥିଲା, ତ ମୋ ଦ୍ୱାରା ବି ଏକ୍ସପ୍ଲେନ୍ କରିବା ସମ୍ଭବ ନଥିଲା
गोटे गोटे जगार लिखाई तो मु भी भूल एक्सप्लेन करने को चाहूनी। जदि आपण मैंने देखिकी कहीं चिन्ह पारे तेरे कमेंट बॉक्स रे निश्चिंत भाव जन पारे। किसी जन को मुझे चिन्हिची बाकी किसी जन विषय मत जना नहीं। तो से आपण मानक ठारू क्षमा चाहूँगी। ऑनलाइन भी सर्च करने ट्राए कली किंतु मत सेमती किसी मिले। देखो ये लिखाई किसी जगार बाकी बहुत जगार किसी लिखा है। ये तो आपण मैंने जानी सिख गुरु ये तो जिते सब साधु सन्यासी अच्छा मानकर सब प्रतिमूर्ति जमती आप देखिए स्वामी विवेकानंद और रामकृष्ण परमहंस। एबे आमे आसी पहुंच जाए माता वैष्णो देवी मंदिर रे। आउ भारत माता मंदिर ठू मंदिर डिस्टेंस पाखापाखि 300 मीटर हम। तो चलतु एठी आमे दर्शन करनबा। एटा भी एमती 3-4 फ्लोर विशिष्ट ये मंदिरटा भी थिला। एबे हमर रास्ता आरंभ हो गला ऋषिकेश अभिमुखे बाटर गोटे जगह पेट्रोल पंप रे पेट्रोल भरिलु। आपर जाई पहुँची गलु आम एठी गोटे महादेव को मंदिर रे। एक्चुअली गूगल रे मारिक ही आम मंदिर टाक जाइथिलु। तो मंदिरटा एकदम से गाँ भितर थिला। ए मंदिर पर आमे जो रास्ताटी धरिलु से रास्ताटी थिला आम पई मतलब बहुत खराब। एथिलागी कहीं ना से रास्ताटी थिला हमर गंगार ब्यारेज उपरे। ए गंगा ब्यारेज टी थिला ऋषिकेश रो 8-9 किलोमीटर डिस्टेंस रे। ए रास्ताटी थिला पूरा पहाड़ उपरे। गंगा ब्यारेज रो गोटे साइड रे थिला हमर मेन रोड जोटा कि मेन रास्ता ऋषिकेश को। एपट साइड टा थिला तार साइड रास्ता। तो ऋषिकेश सिटी भितर आपण माने गंगार एपटू सेपट जीवा पाई कार रे कोनोसी रास्ता नहीं। केवल आपण जानिथिबे राम झूला लक्ष्मण झूला जानकी झूला एमती 3-4टा जहाँ झूला अच्छी केवल स्कूटी से जाई परिबो। आपण माने चालिकी जाई परिबे सेथिरे। बाकी कार जीवार कोनोसी सुविधा नहीं। एटा हमकु बिल्कुल भी जाना नथिला। एते असुविधा हमकु हे गला ए गोटे कारण लगी। ए जो पहाड़ी रास्ताटा थिला एथिरे हल्का घाटी रास्ता भी थिला। राति रे नुआ ड्राइविंग करथिबा लोकंक पक्षे रास्ता रे आसीबा आम द्वारा संभव नथिला। सेथिपय हमकु गोटे एक्स्ट्रा राति हमकु ऋषिकेश रे रहिबाकू पड़ी गला। एमिति किछि हैरान हबाक पड़ला। आमे तो भाबिलु चलो दिन रे एटा आमे पार कर जाउछु राति रे सेठी आमे ऋषिकेश रे क्रॉस करनबा गंगा को। किंतु सेटा आम द्वारा संभव हो पाला नै। रास्ता एमिति भाबे देखि पारुथिबे किंतु बहुत ही प्राकृतिक सुंदर परिवेश थिला। झरणा सब कोळ कोळ होई बोही जाउथिला। एमती झरणा जो छोट छोट वाटरफॉल टाइप रे आमे 3-4टा देखिथिबो। एमती झरणा तो बहुत थिला। तो एमती भाव तो पलैलु किंतु पछरे आमे जानिबा पाइलु जे आउ एठी क्रॉस करबा कोनोसी रास्ता नै। तेणु आमको पुणी ता नेक्स्ट दिन ही दिन बेले आम ए रास्ता को क्रॉस कलु। एमती किछि थिला। तो आसिकी आमे देखंतु एठी गोटे जगार 7-8 किलोमीटर प्राय आसे सालुणे एमती पहाड़ी रास्ता रे। सेठी आमे ड्राइवर किछि लोग गाड़ी धोउथिले एमती देखंतु झरणा केते परिष्कार पानी तांको संगे कथा हेलु। तो से कहले नाही ए गोटे ही रास्ता ए रास्ता रे आपन को जाई ए रास्ता रे फेरिबा को पड़िबो।